ମୁଁ ଯାଇଥିଲି ମୋ ସାଙ୍ଗ ଘରକୁ ଯେହେତୁ ମୋ ପ୍ରାକ୍ଟିକାଲ ଏକ୍ଜାମ୍ ଥିଲା ତ ମୁଁ ମୋ ସାଙ୍ଗ ଘରେ ରହିଥିଲି। ରହିବା ଭିତରେ ପ୍ରାକ୍ଟିକାଲ ଏକ୍ଜାମ୍ ହାଫ୍ ଡେରେ ତ ଗୋଟେ ଦିନ ସରିଯାଇଥିଲା ତ ସେଥିଲାଗି ଆମେ ଯାଇଥିଲୁ ବୁଲିବା ପାଇଁ, ଯେଉଁଟାକି ଢେଙ୍କାନାଳର ସପ୍ତଶଯ୍ୟା ନାଁରେ ଗୋଟେ ଅଛି ଜାଗା ପାହାଡ଼ ଉପରେ, ଯେଉଁଠିକି କୁହନ୍ତି ରାମ ଆସିଥିଲେ, ଯେଉଁ ବନବାସ ଥିଲେ ସେତେବେଳେ ଆସିଥିଲେ 7 ଋଷି ସହିତ। ତ ମୁଁ ସେ ଜାଗାକୁ କେବେ ବି ଯାଇନଥିଲି, ତ ଫାର୍ଷ୍ଟ ଟାଇମ୍ ପାଇଁ ମୋ ସାଙ୍ଗ ସହିତ ଯାଇଥିଲି। ସେଠି ବହୁତ କିଛି ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ମିଳିଲା, ଯେମିତିକି ଛୋଟ ଛୋଟ ପାହାଡ଼, ପାଣି ଯେମିତି ବହୁଛି। ତାପରେ ଆମେ ଦି ଜଣ ଦେଖନ୍ତୁ ବହୁତ ଛଡା ଆଉ କଷ୍ଟ ଚାଲିକି କରି ଆସି ବହୁତ ପାରୁନାହାନ୍ତି। ଉପରକୁ ଚାଲିକି ଗଲୁ। ମୋ ସାଙ୍ଗ ତ ଚାଲିକି ତାଙ୍କର ଦେହ ହାତ ଆସିପାରୁନଥିଲା, କଣ ତାକୁ ହେଇଲାଣି। କେତେ କଷ୍ଟରେ ଆମେ ଦି ଜଣ ବି ଯାଇଛୁ। କାହାକୁ କହିଲେ ବି ସେ ଜାଣିପାରିବେନି, ଯିଏ ଯୋଉ ପର୍ଯ୍ୟନ୍ତ ନ ଯାଇଛି ସେ ଜାଗାକୁ। ତ ଆମେ ଚାଲି ଚାଲି, ଗାଡ଼ି ତ ଆମେ ନେଇପାରିଲୁ ନାହିଁ, ଦି ଜଣ ଝିଅ ଆମେ ଯେହେତୁ ଯାଇଥିଲୁ ଡର ଲାଗିଲା। ତ ଆମେ ଫାଇନାଲି ଦି ଜଣ ପହଞ୍ଚିଗଲୁ। ତ ପହଞ୍ଚିକି ଉପରକୁ ଗଲୁ ଠାକୁରଙ୍କୁ ଦର୍ଶନ କରିବାକୁ। ତ ଏଇଟା ତା ଏଣ୍ଟ୍ରି ପଏଣ୍ଟ ଥିଲା ଠାକୁରଙ୍କ ପାଖର, ଯେଉଁଟା ଏଇଠୁ ପୁଣି ପାହାଚ ଷ୍ଟାର୍ଟ ହେଇଥିଲା। ତାପରେ ମାଙ୍କଡ଼ ମାନେ ଏଇଠି ବହୁତ ଥିଲେ, ଯେଉଁଟାକି ଡର ଲାଗୁଥିଲା, ଖାଇବା ଜିନିଷ ବି ନେଇ ହେଉନଥିଲା। ତ ବହୁତ ଅସୁବିଧା ହଉ। ତାପରେ ଆମେ ଗଲୁ ଠାକୁରଙ୍କୁ ଦର୍ଶନ କରିବା ପାଇଁ। ପାହାଚ ତ ସରୁ ନଥାଏ, ତଥାପି ଲାଷ୍ଟ ମୁହୂର୍ତ୍ତରେ ଠାକୁରଙ୍କ ଦର୍ଶନ ହେଲା। ପହଡ଼ ପଡ଼ିବାର ଜଷ୍ଟ 2 ମିନିଟ୍ ପୂର୍ବରୁ ଯାଇ ଆମେ ପହଞ୍ଚିଗଲୁ। ତ ସେଠି ଆମେ ବୁଲିକି ପୁଣି ରିଟର୍ନ ଆସିଲୁ ଆମେ ଆମ ଘରକୁ। ତ ବହୁତ ଭଲ ଜାଗା ଥିଲା, ଫ୍ୟାମିଲି ଯିଏ ବି ଯାହା ଯାଇକି ବୁଲି ପାରିବେ, କିନ୍ତୁ ଗାଡ଼ି ନେଇକି ଉପରକୁ ଯିବାକୁ ପଡ଼ିବ, ଚାଲିକି ଯାଇପାରିବେନି। ତ ଆମେ ଫେରିଲୁ। ବହୁତ ସାରା ସେଠି ଢେଙ୍କାନାଳରେ ପାହାଡ଼ ଅଛି, ବହୁତ ସୁନ୍ଦର ଦେଖାଯାଉଥିଲା। ମୋତେ ତ ମନ ହେଉନଥିଲା ଢେଙ୍କାନାଳରୁ ଆସିବା ପାଇଁକା। ମୋ ସାଙ୍ଗକୁ କହିଲି, ମୁଁ ଆଉ ଯେବେ ବି ଆସିବି ଆମେ ବୁଲିବାକୁ ଆସିବା ଢେଙ୍କାନାଳ। ପାହାଡ଼ ଏରିଆ ସେଠି ମସ୍ତ ଅଛି। ତ ଏତେ ସୁନ୍ଦର ଲାଗିଲା ମୋତେ, ପୁରା ବହୁତ, ମୁଁ ତ ମାଙ୍କଡ଼ ଭଳିଆ ଗଛରେ ଓହଳୁଥିଲି ସେଠି ଯାଇକି। ଏତେ ସୁନ୍ଦର ସେଠି ଗଛ, ଏତେ ସୁନ୍ଦର। ମନ୍ଦିରଟା ବି ବହୁତ ମସ୍ତ ହେଇଛି, ପୁରା ପାହାଡ଼ ଉପରେ ମସ୍ତ। ମୋ ଫଟୋ ବି ସବୁ ମସ୍ତ ମସ୍ତ ଆସିଛି, ମୋତେ ତ ମଜା ଲାଗିଲା। ମୋ ସାଙ୍ଗର ମୋର ବହୁତ ଫଟୋ ଉଠେଇଲୁ, ମଜାମସ୍ତି କଲୁ, ଆଉ ସାଙ୍ଗ ହେଇକି ଆମେ ରିଟର୍ନ ଘରକୁ ଫେରିଲୁ। ତ ଆସୁ ଆସୁ ବାଟରେ ସନ୍ଧ୍ୟା ବି ହେଇଗଲା। ତ ସନ୍ଧ୍ୟା ହେଇଗଲା ଯେହେତୁ ଶୀତ, ଢେଙ୍କାନାଳରେ ବହୁତ ଶୀତ ପଡ଼ୁଥାଏ। ତ କଷ୍ଟମଷ୍ଟେ 2 ଜଣ ଯାକ ସାଙ୍ଗ ଥରି ଥରି ଘରେ ଆସି ପହଞ୍ଚିକି ଆରାମରେ ଶୋଇଲୁ। ଶୋଇକି ଉଠିକି ପୁଣି ସକାଳୁ ଯିବୁ ଆମେ ଏକ୍ଜାମ୍ ଦେବା ପାଇଁ। ଢେଙ୍କାନାଳରେ କିନ୍ତୁ ବହୁତ ଶୀତ ପଡ଼ୁଥାଏ, ଆଉ କୁହୁଡ଼ି ତ ବହୁତ ପଡ଼ୁଛି, ମୁହଁକୁ ମୁହଁ ବି ଦେଖାଯାଉନି। ତ ସେଇ ଭିତରେ ଆମେ ମଜାମସ୍ତି ବହୁତ ସାରା କରିଛୁ ମୋ ପ୍ରାକ୍ଟିକାଲ ଏକ୍ଜାମ୍ରେ। ତ ପୁଣି ଥରେ ବି ଯେବେ ମୋ ଏକ୍ଜାମ୍ ହଉ କି ଯେବେ ଯାହା ବି ହେବ, ମୁଁ ଢେଙ୍କାନାଳ ଯିବି, ମୋ ସାଙ୍ଗ ଘରେ ରହିବି। ମୋ ସାଙ୍ଗ ଘରେ ରହିକି ମୋତେ ବହୁତ ବଢ଼ିଆ ଲାଗିଲା।